ସମସ୍ତେ ଚାହାନ୍ତି ସୁନ୍ଦର ଦେଖାଯିବା ପାଇଁ। ତ ନିହାତି ସୁନ୍ଦର ଦେଖାଯିବାଟା ଭଲ ପୁଅ ହୁଅନ୍ତୁ ବା ଝିଅ ହୁଅନ୍ତୁ। ତ ଆପଣମାନଙ୍କ ସ୍କିନ୍ କେମିତି ଗ୍ଲୋ କରିବ, ସାଇନିଂ କରିବ ଆଉ ଚିକ୍ କରିବ, ତ ସେଇ ରେମିଡି ମୁଁ ଆଜିର ନେଇକି ଆସିଛି। ତ ଚାଲନ୍ତୁ ଭିଡ଼ିଓଟି ଫୁଲ୍ ଦେଖିବା, ସ୍କିପ୍ କଲେ କିଛି ଦେଖିପାରିବେ ନାହିଁ। ତ ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା। ନମସ୍କାର ଦର୍ଶକ ବନ୍ଧୁ, ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତ କରୁଛୁ ଏକ ନ୍ୟୁ ଭିଡ଼ିଓକୁ। ତ ଚାଲନ୍ତୁ ଭିଡ଼ିଓଟି ଷ୍ଟାର୍ଟ କରିବା ଆଉ ଆପ୍ଲାଏ କରିବା। ଆପ୍ଲାଏ କରିସାରିବା ପରେ ଆପଣମାନଙ୍କ ରେଜଲ୍ଟ ପାଇଯିବେ। ତ କ'ଣ ମୁଁ ନେଇକରି ଆସିଛି, ମୋ ସ୍କିନ୍ କେମିତି ଗ୍ଲୋ କରୁଛି, ଚିକ୍ କରୁଛି, ତ ଚାଲନ୍ତୁ ଭିଡ଼ିଓଟି ଲାଷ୍ଟ ପର୍ଯ୍ୟନ୍ତ ଦେଖିବା। ତ ଆଜି ଆମେ ସାଙ୍ଗମାନେ ଭିଡ଼ିଓ ନେଇକରି ଆସିଛି, କ'ଣ ନେଇକରି ଆସିଛି ଭିଡ଼ିଓଟି ଦେଖିବା ଆଉ ଆପ୍ଲାଏ କରିବା। ଆଉ ଭଲ ଲାଗିଲେ ନିହାତି ଭାବରେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ତ ଯେମିତିକି ଜାଣୁଥିବେ ଗୋରା ହେବା ପାଇଁ ତ ବହୁତ ପ୍ରକାର ଆପଣମାନେ ଆପ୍ଲାଏ କରୁଛନ୍ତି। ତ ଯାହା ବି କରୁଛନ୍ତି ଆପଣମାନେ ନ୍ୟାଚୁରାଲ ଜିନିଷ ୟୁଜ୍ କରନ୍ତୁ, ତ ନିହାତି ଭାବରେ ବେନିଫିଟ୍ ପାଇବେ। ଆଉ ଯଦି ବି ଯାହା ବି ହୋମ୍ ରେମେଡ଼ି ଆପଣମାନେ ୟୁଜ୍ କରୁଛନ୍ତି, ଥରରେ ଦୁଇଥର କଲେ କିଛି ଲାଭ ହେବନି। ଆପଣମାନେ ଚେଷ୍ଟା କରନ୍ତୁ ସପ୍ତାହରେ 2 ଥର କି 3 ଥର କି ବାରମ୍ବାର କରିବା ପାଇଁ। ତ ଆଜିର ମୁଁ ଯେଉଁ ରେମେଡ଼ି ନେଇକରି ଆସିଛି, ତ ଆପଣମାନେ ଥର୍ମିନାଲ୍ ଦେଖିକି ଜାଣିସାରିବେଣି। ମୁଁ ଆଜି ଗ୍ଲିସରିନ୍ ସିରମ୍ ତିଆରି କରିବି କେମିତି ଆପଣମାନଙ୍କୁ ଦେଖେଇବି। ଆଉ ଏଇ ସିରମ୍ ଆପଣମାନେ ଫେସ୍ର ଲଗେଇଲେ କି ନାଇଟ୍ କ୍ରିମ୍ ଭଳିଆ ଲଗେଇଲେ, ନାଇଟ୍ର ସିରମ୍ ଭଳିଆ ଲଗେଇଲେ ଆପଣମାନଙ୍କ ଫେସ୍ ପୁରା ଗ୍ଲୋ କରିବ, ସାଇନିଂ କରିବ, ଚିକ୍ କରିବ। ତ ନିହାତି ଭାବରେ ଏଇ ରେମେଡ଼ିକୁ ଫେସ୍ରେ ରାତିରେ ଲଗାନ୍ତୁ, ନିହାତି ଭାବରେ ବେନିଫିଟ୍ ପାଇବେ। ତ ଚାଲନ୍ତୁ ଆମେ ଆଜି ସିରମ୍ଟି ପ୍ରସ୍ତୁତ କରିବା କେମିତି, ଭିଡ଼ିଓଟି ଷ୍ଟାର୍ଟ କରିବା। ତ ପ୍ରଥମେ ତ ଦେଖୁଥିବେ, ମୁଁ ସାଙ୍ଗମାନେ ଦେଖୁଥିବେ ମୁଁ ଏଠି ଗୋଟେ ଗିନା ଆଣିଛି, ତାପରେ ଏଠି ଏଲୋଭେରା ଜେଲ୍ କିଛି ନେଇଛି। ଯଦି ବାଡ଼ିରୁ ଏଲୋଭେରା ଜେଲ୍ ବାହାରୁଛି ତ ଭଲ କଥା, ନହେଲେ ମାର୍କେଟରୁ ଏଲୋଭେରା ଜେଲ୍ ପାଇଯିବେ ଆରାମସେ। ତ ମୁଁ ଏଠି 15 ଦିନର ସିରମ୍ ତିଆରି କରିବା ପାଇଁ ମୁଁ ଏଠି କିଛି ଏଲୋଭେରା ଜେଲ୍ ନେଇଯିବି, 1/2 ଚାମଚ। ତ ଏଠି ଦେଖୁଥିବେ ମୁଁ ଏଠି ଏଲୋଭେରା ଜେଲ୍ ନେଇଯାଇଛି, 1/2 ଚାମଚ ନେଇଯାଇଛି ମୋର ଏଲୋଭେରା ଜେଲ୍। ତ ମୋ ପ୍ରଥମେ ଇନଗ୍ରିଡିଏଣ୍ଟସ୍ ହେଇଗଲା ଏଲୋଭେରା ଜେଲ୍। ସେକେଣ୍ଡରେ ଆମେ ନେବା ଗ୍ଲିସରିନ୍। ତ ଗ୍ଲିସରିନ୍ର ସିରମ୍ ତିଆରି କରିବା ପାଇଁ ଆମକୁ ନିହାତି ଗ୍ଲିସରିନ୍ ଆବଶ୍ୟକ ପଡ଼ିବ। ତ 1/2 ଚାମଚ ଏଲୋଭେରାର 1/2 ଚାମଚ ଗ୍ଲିସରିନ୍ ଆମେ ନେବା। ଗ୍ଲିସରିନ୍ ମୁହଁ ପାଇଁ, ଫେସ୍ ପାଇଁ ବହୁତ ଆବଶ୍ୟକ, ବହୁତ ବେନିଫିଟ୍ ଦାୟକ, ପୁରା ରାମବାଣ ଟାଇପ୍ର କହିଲେ ନ ସରେ। ତ ନିହାତି ଭାବରେ ଆପଣମାନେ ଗ୍ଲିସରିନ୍ ଫେସ୍ର ବହୁତ ପ୍ରକାର ତ ଲଗାଉଛନ୍ତି, ତ ଗ୍ଲିସରିନ୍ ବି ଲଗାନ୍ତୁ ଫେସ୍ର। ନିହାତି ଆପଣମାନଙ୍କର ଡଲ୍, ଡ୍ୟାମେଜ୍ ଆଉ ବ୍ଲାକ୍ ସ୍ପଟ୍ ନିହାତି ଭାବରେ ଆପଣମାନଙ୍କର ଦୂର ହେବ। ତ ତାକୁ ଭଲ ଭାବରେ ମିକ୍ସ କରିଦେବା। ମିକ୍ସ କରିସାରିଲା ପରେ ଥାର୍ଡ଼ରେ ଆମେ ନେବା ଗୋଲାପ ଜଳ। ଗୋଲାପ ଜଳ ତ ଏବେ ସମସ୍ତଙ୍କ ଘରେ ଥିବ, ଯଦି ନାହିଁ ମାର୍କେଟରୁ 20-30 ଟଙ୍କା ନେବ। ଛୋଟ ବି ଅଛି, ବଡ଼ ବି ଅଛି, ଆପଣ ଯେମିତି ସାଇଜ୍ର ଆଣିବେ ସେମିତି ପଇସା ଦେଇକି ଆଣିବେ। ତ ମୁଁ ଏଠି ଗୋଲାପ ଜଳ ବି ନେଇଯିବି 1/2 ଚାମଚ। ତ ଗୋଲାପ ଜଳ ତ ବି ଆପଣମାନେ ଜାଣିଥିବେ, ଯେପରିକି ଆପଣମାନଙ୍କର ଫେସ୍ରେ ଲଗେଇଲେ, ଫେସ୍ରେ ଆମେ ତ ବାହାରକୁ ଯେତେବେଳେ ଯାଉଛୁ ଆସିଲା ପରେ ବି ଆପଣମାନେ ଗୋଲାପ ଜଳରେ ଫେସ୍କୁ ପୋଛୁଛନ୍ତି। ତ ପ୍ରାୟତଃ ଯେକୌଣସି ହୋମ୍ ରେମେଡ଼ି ତିଆରି ହେଉଛି ତ ଗୋଲାପ ଜଳର ତ ନିହାତି ଆବଶ୍ୟକ। ତ ନିହାତି ଭାବରେ ଗୋଲାପ ଜଳଟି ଆପଣମାନଙ୍କର ଫେସ୍ରେ ୟୁଜ୍ କରନ୍ତୁ। ଯେଉଁମାନଙ୍କର ସୁଟ୍ କରୁଛି ତ ଭଲ କଥା, ଯେଉଁମାନଙ୍କର ସୁଟ୍ କରୁନାହିଁ ତ ସ୍କିପ୍ କରିପାରିବେ। ତ ଦେଖୁଥିବେ ମୋର ଏଠି ସିରମ୍ଟି ରେଡ଼ି ହେଇଯାଇଛି। ଆପଣମାନେ ବେଶୀ ଠିକ୍ କରିବେନି, ବେଶୀ ମୋଟା କରିବେନି କି ବେଶୀ ପତଳା କରିବେନି, ଯେମିତି ଆମର ସିରମ୍ଟି ଦରକାର ଯେତିକି ଆବଶ୍ୟକ ସେମିତି ଫେଣ୍ଟେଇବେ, ଭଲ ଭାବରେ ମିକ୍ସ କରିଦେବେ। ତ ଦେଖୁଥିବେ ମୋର ଏଠି ଭଲ ଭାବରେ ମିକ୍ସ ହେଇଗଲାଣି। ତ ମୋର ଏଠି ସିରମ୍ଟି ଏଇଠି ଦେଖିପାରୁଥିବେ ଏତିକି ପତଳା ହେବ, ଯେମିତି ଆମ ମୁହଁରେ ଲାଗିପାରୁଥିବ। ତ ଆକୁ ଆପଣମାନେ କ'ଣ କରିବେ ନା, ରାତିରେ ଶୋଇଲା ପୂର୍ବରୁ ମୁହଁକୁ ଧୋଇଦେବେ। ଧୋଇ ଦେଇ ସାରିଲା ପରେ ଆପଣମାନେ ମୁହଁରେ ଆପ୍ଲାଏ କରିକି ଓଭରନାଇଟ୍ ରଖିଦେବେ। ସିରମ୍ ଯେଭଳି ଆପଣମାନେ ଲଗାନ୍ତି କି ଯାହା ବି ଯେମିତି ଫେସ୍ରେ ଲଗାନ୍ତି ସେମିତି ଲଗେଇକି ମସାଜ କରିଦେବେ। ମସାଜ କରିକି ଆପଣମାନେ ରାତିରେ ଶୋଇପଡ଼ିବେ। ତ ବର୍ତ୍ତମାନ ଦେଖୁଥିବେ ମୋର ଏଠି ମିକ୍ସ ଭଲ ଭାବରେ ହେଇଯାଇଛି। ତ ମୁଁ ୟାକୁ ଆପ୍ଲାଏ କରିକି ଆପଣମାନଙ୍କୁ ଦେଖେଇବି କେମିତି ମୋ ସ୍କିନ୍ ଦେଖାଯାଉଛି। ତ ବର୍ତ୍ତମାନ ଦେଖୁଥିବେ ସାଙ୍ଗମାନେ ମୋର ଏଠି ସିରମ୍ଟି ହେଇଯାଇଛି। ମୁଁ ବର୍ତ୍ତମାନ ଗୋଟେ କଣ୍ଟେନର ଆଣିବି, ଛୋଟ ହଉ କି ବଡ଼ ହଉ, ତାରି ଭିତରେ ରଖିଦେବା। ମୁଁ କାଚ କଣ୍ଟେନର ଆଣିକି ଆପଣମାନେ ଭଲ ଭାବରେ ରଖିଦେବେ।
तापर मु बर्तमान हाथ लगेकी देखिबी स्किन रे आपण मानक स्किन केते ग्लो करची। तो बर्तमान देखुथे मेठी स्किन रे धोई आनी हाथ टी धोई आनिबे कि फेस रे लगेला बेले आपण माने फेस को धोई देबे। तो तापर आपण माने फेस रे लगे देबे। तो जोड़ी जोड़ी आपण मानकर ब्लैक स्पॉट थिबो माने कला रक मुह छेबला रक थिबो आखि तले झुरिया ही थिबो रिंकल्स पड़ी थिबो। तो निहाती भाव में यही जिनस को आपण माने डेली यूज करंतु सीरम टाइप रे आपण माने फेस रे अप्लाई करंतु आपण मानकर निहाती भाव में फेस रे प्रॉब्लम सॉल्व होबो। तो आपण माने निहाती भाव में देखि पारुथे मु एठी सीरम टी लगे साला परे मो हाथ टी केते चिक चिक करची केते ग्लो करूची। आपण माने कोन करबे ना एटा लगे साला परे आपण माने अंकर मसाज कर देबे 5 मिनिट पर्यंत मसाज कर देबे। मसाज कर साला परे आपण माने ओवरनाइट छाड़ देबे। तो धुआ धुई किछि करिबेनी आपण माने पूरा मसाज कर देकी आपण माने सोई पड़िबे। तो देखि पारुथे मो स्किन टी आपण मानकु केते ग्लेज करछु केते ग्लो करची। तो निहाती भाव में यही जिनस को आपण माने अप्लाई करंतु आपण माने निहाती बेनिफिट पाइबे। आशा करछु आपण मानकु ई वीडियो टी भल लागिथिबो। जदि भल लागिछि तो निहाती भाव लाइक करिवे शेयर करिवे कमेंट करिवे। तो बर्तमान तो आम कंटेनर पूरे रखीदे रखीदे सारा पर आपण मैंने स्टोर करके रखिपारे आपण मैंने डेली यूज करेंगे आपको। तो निहाती भाव में यही ग्लिसरीन सीरम आपण मैंने रातिर यूज करके शुंतु निहाती भाव में लाभ पाइबे। तो आशा कर भिडियोटी भल लगी जदि भल लगी तो निहाती भाव लाइक करेंगे शेयर करेंगे कमेंट करेंगे। तो आज रोचे पुणी देखा नेक्स्ट वीडियो रे रोची। धन्यवाद नमस्कार।